ତ ଆମର ଗୋଟେ କଥା ଭକ୍ତବାବୁ ଥାଏ ଯେ ଯେମିତି ବହୁତ ସମୟରେ ଲୋକ କହିବା ପାଇଁ କହନ୍ତି ଗୋଟିଏ ନାରୀ ଆଉ ଗୋଟିଏ ନାରୀର ଶତ୍ରୁ, ବୋହୂର ଶତ୍ରୁ କିଏ ନା ଶାଶୁ, ଶାଶୁର ଶତ୍ରୁ କିଏ ନା ବୋହୂ। ସେମିତି କଂଗ୍ରେସର ଶତ୍ରୁ ହେଉଛି କଂଗ୍ରେସ ବୋଲି ବହୁତ ଲୋକ କହନ୍ତି ଯେ ଆପଣଙ୍କୁ ଆପଣ ଏବେ କିଛି ସମୟ ପୂର୍ବରୁ କହିଲେ ନା ମୋର ଗ୍ରହଣୀୟତା ଅଛି କିନ୍ତୁ ବାଘ ମଣିଷକୁ ଖାଏ, ମଣିଷ ବାଘକୁ ଖାଏନି। କିନ୍ତୁ ମଣିଷ ଯଦି ଭାବିବ ମୁଁ ତ ବାଘକୁ ଖାଏନି, ବାଘ ମତେ ଖାଇବନି, କିନ୍ତୁ ବାଘ ଖାଇଦବ। ଅର୍ଥାତ୍ ଆପଣ କିନା କାହାକୁ ଖରାପ ବ୍ୟବହାର କରନ୍ତିନି, କିନ୍ତୁ ଆପଣଙ୍କୁ ଟାର୍ଗେଟ କରିବା ପାଇଁ କ'ଣ ଲୋକ କମ୍ ଅଛନ୍ତି କଂଗ୍ରେସରେ ଭାବୁଛନ୍ତି? ନା, ମୁଁ ଭାବୁନି ମତେ କିଏ ଟାର୍ଗେଟ କରିବେ, କିନ୍ତୁ ମୁଁ ସତ୍ୟ ପଥରେ ଚାଲିବା ମଣିଷ, ମୁଁ ପରିଶ୍ରମ ଉପରେ, ମୋ ଆତ୍ମବିଶ୍ୱାସ ଉପରେ ମୁଁ କରିବା ଲୋକ। ତେଣୁ ଏମିତି କିଛି କାମ ହେବ ନାହିଁ ଯାହାଦ୍ୱାରା କିଏ ମତେ ଖାଇଦେବ। କିନ୍ତୁ ଦିଲ୍ଲୀ ଚଲୋ ଡାକରା ଦେବେନି କଂଗ୍ରେସ ନେତା ମାନେ? ଦିଲ୍ଲୀ ଆଉ ମାସେ 2 ମାସ ଯାଉ ଭକ୍ତ ବାବୁ, ଯଦି ସତରେ କେହି ଦିଲ୍ଲୀରେ ଯାଇ ରାହୁଲ ଗାନ୍ଧୀକୁ ଭେଟିକିରି କହୁନାହାନ୍ତି ଯେ ନାଇଁ ଭକ୍ତ ବାବୁ ନୁହଁ ଆଉ ଜଣେ କାହାକୁ ପଠାନ୍ତୁ, ସମୟ ଆସିବ କଂଗ୍ରେସ ନେତା ମାନେ ଦେବେ ନାହିଁ ଦିଲ୍ଲୀ ଚଲୋ ଯାତ୍ରା। କଂଗ୍ରେସ ପାର୍ଟି, ଓଡ଼ିଶା କଂଗ୍ରେସ ପାର୍ଟି ଦିଲ୍ଲୀ ଚଲୋ ଯାତ୍ରା ଦେବ। ଦିଲ୍ଲୀ ଚଲୋ ଯାତ୍ରା ଦେବ, ଦିଲ୍ଲୀ ଚଲୋ ଯାତ୍ରା। ଆଉ ସେ ଯାତ୍ରା ଓଡ଼ିଶା ଲୋକଙ୍କର ସ୍ୱାର୍ଥ ପାଇଁ, ଓଡ଼ିଶାର ଉନ୍ନତି ପାଇଁ, ଓଡ଼ିଶା ଲୋକଙ୍କ ପାଇଁ, ଓଡ଼ିଶା ଲୋକଙ୍କ ପାଇଁ ହବ। ତ ଏଇ ଆପଣଙ୍କ ପାଖରେ ଟଙ୍କା ଅଛି ଭକ୍ତ ବାବୁ? ବହୁ ସମୟରେ ଆପଣଙ୍କର ମୁଁ ତ କହିଛି ମୁଁ ଭିକ ମାଗିବି। ଭିକ ମାଗିବେ? ଭିକ ମାଗିବାର ଅଭ୍ୟାସ ଅଛି। ଭିକ ମାଗିକି ରାଜନୀତି ଆରମ୍ଭ କରିଥିଲୁ। ସେମାନଙ୍କୁ ମାଇନ୍ସ ବାଲା ଟଙ୍କା ଦେବେ, ଆପଣଙ୍କୁ ଟଙ୍କା ଲୋକ ଟଙ୍କା ଦେବେ। ଆପଣଙ୍କୁ କେତେ ଟଙ୍କା ଲୋକଙ୍କ ଠାରୁ, ଓଡ଼ିଆ ଲୋକ କେତେ ପଇସା ଦେବେ କଂଗ୍ରେସ ନେତା ମାନଙ୍କୁ? 100 ଟଙ୍କା ଦେଲେ କେତେ ହେବ? ମୁଁ ଯଦି ଓଡ଼ିଶାରେ ସଂଗଠନ କରିବି, ଯଦି ଗୋଟେ ଜିଲ୍ଲାରେ ମତେ ଯଦି 20,000 ଲୋକ 100 ଟଙ୍କା ଦେବେ, ବେଲେ 10 ଲକ୍ଷ ଲୋକ ହେଇଯିବେ। ଆଉ 10 ଲକ୍ଷ ଲୋକ 100 ଟଙ୍କା ଦେଲେ 10 କୋଟି ଟଙ୍କା ହେବ। 10 କୋଟି ଟଙ୍କାରେ ଏଡ଼େ ବଡ଼ ବିପ୍ଳବ ହେବ, ଏଇ ମାଇନ୍ସ କିମ୍ବା ପୁଞ୍ଜିପତି ମାନଙ୍କର ପଇସା କୁଆଡ଼େ ଭାଗିଯିବ, ତ ପଳେଇଯିବ। ଆପଣଙ୍କର ପିସିସି ପ୍ରେସିଡେଣ୍ଟ ମାନେ ଆଗରୁ ବହୁ ସମୟରେ କହିଛନ୍ତି ଆମ ପାଖରେ ଟଙ୍କା ନାହିଁ। ନା, ଟଙ୍କା ନାହିଁ। ମୋ ମାଟିରେ, ମୋ ମାଟିର, ଉତ୍କଳ ମାଟିର, ଓଡ଼ିଶା ମାଟିର ଗର୍ଭରେ ଏବଂ ଲୋକଙ୍କ ପାଖରେ ବହୁତ ମନୋବଳ ଅଛି, ଶକ୍ତି ଅଛି, ପରମ୍ପରା ଓଡ଼ିଆର ରହି ଆସିଛି। ଓଡ଼ିଆ ଯେବେ ଜାଗେ ସବୁ କିଛି କରିପାରେ, ଏବଂ ସେତିକି ଜାଗୃତ କରିବା ପାଇଁ ଆମେ ଯେତେ ପାରିବୁ କରିବୁ ଏବଂ ଭିକ ମାଗିବୁ। ତ ଭକ୍ତ ମନୋବଳ ଆଗରୁ ମୁଁ କାହିଁ ଭାଙ୍ଗିଦେବି? ଯେତେବେଳେ ଆଇଡିଆଲିଷ୍ଟିକ ଲାଗୁନାହାନ୍ତି ଭକ୍ତ ବାବୁ। ତ ଆପଣ କେବେ ଭାବିଛନ୍ତି କି କଂଗ୍ରେସ କାହିଁକି ଆପଣ ଜାଣିଛନ୍ତି ମୁଁ ବହୁତ ବଡ଼ ବଡ଼ ଆନ୍ଦୋଳନ ଭିକ ମାଗିକି କରିଛି, ଛାତ୍ର ଜୀବନରେ କରିଛି, ଏମଏଲଏ ଥିଲାବେଳେ କରିଛି। ଭିକ ମାଗି କରିଛି? ହଁ, ଭିକ ମାଗି କରିଛି। ଏମଏଲଏ ଥିଲାବେଳେ ମରୁଡ଼ି ହେଲା, ମୁଁ ଭିକ ମାଗିକି 50,000 ଲୋକଙ୍କୁ ଖାଇବାକୁ ଦଉଥିଲି। ରାଧାନାଥ ରଥଙ୍କୁ ସମାଜ ଲୋକସଭା ଷ୍ଟେଟ ମଣ୍ଡଳକୁ ନେଇଥିଲି, ସେଇଠି ମାନେ 100 ଲୋକଙ୍କୁ ଦଉଥିଲେ ବିଭିନ୍ନ ଜାଗାରେ। ଆଉ ବିଭିନ୍ନ ସଂସ୍ଥାକୁ ଆପ୍ରୋଚ କରିଥିଲେ, ସେମାନେ ଦଉଥିଲେ ଲୋକଙ୍କୁ ଖାଇବା ପାଇଁ। ସେ ସମୟରେ କର୍ଣ୍ଣାଟକରୁ ମୁଁ ଗଲି 5 ଟ୍ରକ୍ ରାଗି ମାଗିକି ଆଣିଲି, ମାଣ୍ଡିଆ ମାଗିକି ଆଣିଲି, ଆଦିବାସୀ ଅଞ୍ଚଳ ଲୋକଙ୍କୁ ଦେଲି ଖାଇବା ପାଇଁ। ଆଇ କ୍ୟାନ୍ ବେକ୍, ନୋ ପ୍ରୋବ୍ଲେମ। କିନ୍ତୁ ଆପଣଙ୍କ କଂଗ୍ରେସ ନେତା ମାନେ କ'ଣ ଚେଷ୍ଟା କରୁନଥିଲେ କିଛି ଫଣ୍ଡସ୍ ଆରେଞ୍ଜ କରିବା ପାଇଁ? କିନ୍ତୁ ସେମାନେ ଫେଲ୍ ମାରିଲେ କାହିଁକି? ଫଣ୍ଡସ୍ କାହିଁକି ସେଟା ମୁଁ ତ କହିପାରିବିନି। ଫଣ୍ଡସ୍ ଆରେଞ୍ଜ କରିବେ, ଘରେ ବସି ଥାଇକରି ମୁଁ ଫଣ୍ଡ ଆରେଞ୍ଜ କରିବି ବୋଲେ ମତେ କିଏ ପଇସା ଦେବେ ନାହିଁ। ମୁଁ ଯଦି ଲୋକ ପରିଶ୍ରମ କରିବି, ଲୋକ ଦେଖିବେ ଯଦି ମୁଁ ପରିଶ୍ରମ କରୁଛି ବୋଲେ ମତେ ଦେବେ। ମୁଁ ଏମିତି ବସି ଥାଇକରି ପଇସା ଦିଅ ବୋଲେ କିଏ ମୋର ଆଦେଶ ମାନିବା ଲୋକ ଦେବେ? ଭିକ ମାଗିବାର ଗୋଟେ ଥାଏ, ଲୋକଙ୍କଠୁ ନେବାର ଶକ୍ତି ଦରକାର। କ'ଣ କହିକିରି ଆପଣ ଭିକ ମାଗିବେ ଭକ୍ତ ବାବୁ? ସେଟା ସମୟ କହିବ। ଲୋକଙ୍କୁ କାହିଁକି ଭିକ ମାଗିବେ? ପ୍ରଥମ କଥା, କାହିଁକି ଭିକ ମାଗିବେ? ଲୋକଙ୍କ ପାଇଁ କାମ କରିବାକୁ ହେଲେ ଲୋକଙ୍କଠୁ ପଇସା ନିଅ, ଲୋକଙ୍କ ଭିତରେ ବିଶ୍ୱାସ ଅର୍ଜନ କର। ଲୋକ ବିଶ୍ୱାସ କରିଲେ, ଲୋକ ପଇସାରେ ଯଦି କାମ ହବ, ସହି କାମ ହବ।